ଦର୍ଶନେ ମୋକ୍ଷ ଯୋଗ। ସାଧୁଙ୍କୁ ଯେବେ ଇଏ ଦେଖନ୍ତି ଭବ ସାଗରରୁ ତରି ଯାଆନ୍ତି। ତେଣୁ ଜୀବନରେ ସାଧୁ ସଙ୍ଗ ଗୋଟେ ଏମିତି ଛୋଟିଆ କଥା ନୁହେଁ। ଯାହାର ପୂର୍ବ ଭାଗ୍ୟ ଦିଶେ ତା ପୁତ୍ର ସାଧୁ ସଙ୍ଗେ ମିଶେ। ଯାହାର ପୂର୍ବ ଭାଗ୍ୟ ନାହିଁ କିମ୍ବା ସୌଭାଗ୍ୟ ନାହିଁ ସେ ସାଧୁ ସଙ୍ଗଙ୍କର ସ୍ପର୍ଶ ଲାଭ କରିପାରିବ ନାହିଁ। ନିଜେ କହିଛନ୍ତି ପୂର୍ବ ଅର୍ଜିତ କର୍ମ ଫଳେ ଯାଛି ମୁଁ ଦେଉଥାଇ ବଳେ। ଏ ମାଟିର ଏ ଅଞ୍ଚଳର ନିଶ୍ଚିତ ଭାବରେ କିଛି ପୂର୍ବାର୍ଜିତ ପୁଣ୍ୟ ଥିଲା ବା ଅଛି, ଯେଉଁଥିପାଇଁ ଆପଣମାନେ ଏଠି ସତ୍ସଙ୍ଗ କରୁଛନ୍ତି, ନାମ କୀର୍ତ୍ତନ କରୁଛନ୍ତି। ଏ ବର୍ଷ ସତ୍ସଙ୍ଗ ହେଇଛି, ଏଇଠି ମଧ୍ୟ ନାମଯଜ୍ଞ ପୂର୍ବରୁ ହେଇଛି। ଆର୍ତ୍ତତ୍ରାଣଙ୍କ ପବିତ୍ର ପ୍ରାଙ୍ଗଣରେ ସତ୍ସଙ୍ଗ ହେଇଛି, ନାମ କୀର୍ତ୍ତନ ହେଇଛି, ବହୁତ କଥା ହେଇଛି। ଯାହା ବି ହେଇଛି ସେ ପୂର୍ବ ଅର୍ଜିତ କର୍ମରୁ ହେଇଛି। ଦେବର୍ଷି ନାରଦଙ୍କ କଥା ଆପଣମାନେ ସବୁ ଶୁଣିଛନ୍ତି। ଦେବର୍ଷି ନାରଦ ଯେତେବେଳେ ଗୋଟେ ମାନେ ତାଙ୍କ ମା ପର ଘରେ ବାସନ ମାଜି ବା ଘର ଓଳେଇ ସେ ନାରଦଙ୍କୁ ଖାଇବାକୁ ପିନ୍ଧିବାକୁ ଦେଉଥିଲେ। ଏତେ ଦରିଦ୍ର ଥିଲେ। ସେଇ ବ୍ରାହ୍ମଣ ଘରେ ତାଙ୍କ ମା ଏତିକ କାର୍ଯ୍ୟ କରିଥିବାରୁ ସେ ନାରଦଙ୍କୁ ମଣିଷଟିଏ କରିବା ପାଇଁ ସଂକଳ୍ପ ନେଲେ। ଯେତେବେଳେ ସାଧୁ ତାଙ୍କ ଘରକୁ ସବୁ ସାଧୁ ସନ୍ତମାନେ ଆସନ୍ତି, ବର୍ଷା ଦିନେ ପ୍ରାୟ ଆସନ୍ତି, 4 ମାସ ମଧ୍ୟ ରହନ୍ତି। ସେମାନଙ୍କୁ ଖାଇବାକୁ ଦେବା ବା ବିଛଣା ପକାଇ ଦେବା ସବୁ କିଛି ନାରଦ ହିଁ କରନ୍ତି। ସେ ସବୁଦିନେ ଯେତେବେଳେ ସେବା କରନ୍ତି ସେତେବେଳେ ସାଧୁମାନେ ଗୋଟିଏ ଗୋଟିଏ ଗପ କୁହନ୍ତି। ସେ ଗପଟି ନାରଦ ଶୁଣନ୍ତି। ସେଇ ଗପ ଶୁଣୁ ଶୁଣୁ 4 ମାସ ଗତ ହେଇଯାଇଛି। ସାଧୁମାନେ ତାଙ୍କ ଘରୁ ବିଦାୟ ନେଇ ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଯାଇଛନ୍ତି। କିନ୍ତୁ ନାରଦଙ୍କର ସେଇ କଥାଟା ମନରେ ଅଛି ଯେ ସାଧୁ ସନ୍ତମାନେ ମୋତେ ଛାଡ଼ିକିରି ଚାଲିଗଲେ, ମୁଁ ଆଉ କାହାର ସେବା କରିବି। ଏମିତି ଦିନେ ସମୟ ଆସିଲା, ସର୍ପଦଂଶନରେ ତାଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା। ତାଙ୍କ ମା ମରିଗଲେ। ତେଣୁ ନାରଦ
ଆହୁରି ଦୁଃଖରେ ଭାଙ୍ଗି ପଡ଼ିଲେ। କାରଣ ଯେଉଁ ମା ତାଙ୍କୁ ଅନ୍ୟ ଘରେ କାମ କରି ଖାଇବାକୁ ଦେଇ ବଞ୍ଚେଇଥିଲେ ସେ ଆଜି ଦୁନିଆରେ ନାହାନ୍ତି। ଇଏ ହେଉଛି ଦେବର୍ଷି ନାରଦଙ୍କର ପୂର୍ବଜନ୍ମର କଥା। ଏଇଟା ନାରଦଙ୍କର ଇହଜନ୍ମର କଥା ନୁହେଁ, ଇଏ ହେଉଛି ପୂର୍ବଜନ୍ମର କଥା। ସେଇନାଗି ଭାଗବତ କହିଲେ ପୂର୍ବେ ଯେହୁ କରିଥାଇ ସ୍ୱୀକୃତ କେଶବ କାର୍ଯ୍ୟେ ଲାଗେ ତାର ଚିତ। ସମସ୍ତଙ୍କର ଅର୍ଥ ବା ଶ୍ରମ ଯେ ସବୁ ମାନେ ଏମିତି ଯେମିତି କାର୍ଯ୍ୟ ଆଜି ହେଉଛି ଏମିତିଆ କାର୍ଯ୍ୟରେ ଲାଗିପାରିବ ଆର କୌଣସି ଗ୍ୟାରେଣ୍ଟି ନାହିଁ। ଯାହାର ପୂର୍ବାର୍ଜିତ ଧନ ପୂର୍ବାର୍ଜିତ ବିଦ୍ୟା, ଯାହାର ପୂର୍ବଜନ୍ମର କିଛି ସ୍ୱୀକୃତ ଥିବ, ସାଧୁସନ୍ତମାନଙ୍କର ଆଶୀର୍ବାଦ ଥିବ, ସିଏ ହିଁ ପ୍ରକୃତରେ ସତସଙ୍ଗ ଲାଭ କରିବ। ମାର୍କଣ୍ଡେୟ ଋଷି ଯେତେବେଳେ ଜନ୍ମ ହେଲେ ତାଙ୍କୁ ତାଙ୍କ ଜାତକ ଦେଖିକରି ପଣ୍ଡିତମାନେ କହିଲେ ଇଏ 12 ବର୍ଷ ମାତ୍ର ବଞ୍ଚିବ, 12 ବର୍ଷ ପରେ ଇଏ ଚାଲିଯିବ। ତାଙ୍କ ଘରେ ବାପା ମାଙ୍କ ମନ ଦୁଃଖ, ପୁଅଟିଏ ଜନ୍ମ ହେଲା, ସେ ପୁଣି 12 ବର୍ଷ ପରେ ତା ଦୁନିଆରୁ ଚାଲିଯିବ। ସେ ଏଇ ବ୍ୟସ୍ତ ହେଉଥିବା ବେଳେ କେହି ଜଣେ ମହାନ ପୁରୁଷ ସେ ଆସି ତାଙ୍କ ବାପା ମାଙ୍କୁ କହିଲେ ଯେ ତୁମେ ବ୍ୟସ୍ତ ହୁଅ ନା, ଏଇ ବାଳକଟିକୁ ନେଇ ଶିବଙ୍କ ମନ୍ଦିର, ତମ ଗାଁର ଯେଉଁ ଶିବ ମନ୍ଦିର ଅଛି, ସେଇ ଶିବ ମନ୍ଦିର ଆଗରେ ସେ ଖାଲି ଠିଆ ହେବ, ଆଉ କିଛି କରିବା ଦରକାର ନାହିଁ। ଯେଉଁମାନେ ଶିବଙ୍କ ଦର୍ଶନ କରି ଫେରୁଥିବେ ସେ ସମସ୍ତଙ୍କୁ ଟିକେ ନମସ୍କାର କରିବେ। ଏ କଥାକୁ ସେ ତାଙ୍କ ବାପା ମା ମନେ ରଖି ପିଲାଟିକୁ ଶିବ ମନ୍ଦିର ସମ୍ମୁଖରେ ଠିଆ କଲେ ଏବଂ କହିଲେ ଯେ ଭକ୍ତମାନେ ଆସୁଥିବା ପର୍ଯ୍ୟନ୍ତ ତମେ ଏଇଠି ଠିଆ ହେଇ, ଯିଏ ଆସିବେ ତାଙ୍କୁ ଖାଲି ନମସ୍କାର ଟିଏ କରିବ। ସେଇ କଥା କରୁଥିଲେ। ଦେବର୍ଷି ନାରଦ ମଧ୍ୟ ଗୋଟେ ମାୟା ରୂପ ଧାରଣ କରି ମଣିଷ ରୂପରେ, ଆପଣମାନେ ଏ କଥାଟାକୁ ଅନୁଭବ କରିପାରିବେ, ଦେବତାମାନେ ସ୍ୱର୍ଗରୁ ଓହ୍ଲେଇକିରି ଆସନ୍ତି, ଇଏ କଥା ସବୁ ଯିଏ କୁହନ୍ତି ସିଏ ଗୋଟେ କଥା, କିନ୍ତୁ ପ୍ରକୃତରେ ସେମାନେ ମାୟାବେଶ ଧାରଣ କରି ମାୟା ରୂପ ନେଇ ସେମାନେ ସତସଙ୍ଗ ବା ଭଲ ଜାଗାରେ ପହଞ୍ଚନ୍ତି। ଆର ବହୁ ପ୍ରମାଣ ମଧ୍ୟ ଅଛି। ତେଣୁ ସେଇଆ ହେଲା, ଇଏ ଗୋଟେ ମାୟା ରୂପ ଧାରଣ କରି ଆସିକିରି ପହଞ୍ଚିଲେ। ଆପଣମାନେ ଜାଣିଛନ୍ତି ଗୋସ୍ୱାମୀ ତୁଳସୀ ଦାସ ଭାରତବର୍ଷର ମହାନ ସନ୍ଥ, ରାମବାଦୀ ସନ୍ଥ, ସେ ଗୋଟିଏ ଓସ୍ତ ଗଛ ମୂଳେ ପାଣି ଦିଅନ୍ତି, ଶ୍ରୀରାମ ଶ୍ରୀରାମ ବୋଲି ଭଜନ କରନ୍ତି। କିଛି ଦିନ ଭଜନ କଲା ପରେ
गोटे छाया मूर्ति तांको आगे ठिया से पचारे तमें किए से तार कौन परिचय देला तमें मत कहीं देखा दौच ना यही वृक्ष को आश्रय करी मोर अनेक दिन कटि जाई मु राम राम कही ये वृक्ष मूल जलदान कर से प्रेतटी कहूची आपण जेतबले राम राम कहती मु से कथा को शुणे आपणकर निष्ठा को मु लक्ष्य करे आज मु मुक्ति पाइबी मोर आज गोटे आदेश आसला मु वर्तमान मुक्ति पाइबी आउ प्रेत ही रही मते कौन जदि तो आपणकर थिबो मागिबा पई ताले मागंतु मु देकी जीवी ये मने मने कहले मु तो राम को भजुची ये गोटे प्रेत ये पुणी मते कौन वर दब प्रेत किंतु बारंबार कहते तमें बर न मागिया पर्यंत मु जीवी नहीं ये कहले जे मु आउ कौन बर मागिबी मो जीवन लक्ष्य होची प्रभु श्रीरामंकर दर्शन आपण मते सही बर दे प्रेत कहते मु जदि से बर दे पारु थांती ताले मु एपर्यंत प्रेत है कहीं थांती मु केमिति से बर देवी किंतु मु तुमको गोटे मार्ग देवी जो मार्गरे गले तमे उद्धार हो ना को मार्गटी से कहले ये जो पहाड़ देखा जाउची अल्प दूर से पहाड़ तले गोटे सत्संग सबुदिन हुए से जो गाँव लोक मैंने आसे रामायण शुणती गोटे लोक लंठन टे धरी सभा आगे आसे सी आसिक बही थाए जिते सत्संग सरी जाए समस्ते गला पर से जाइकरी लंठन धरिकी जाए सी होती मायार हनुमान से हनुमान माया तुम्हें से जाओ रामायण शुणव हनुमान तुमको कहे अरे बाबू समस्ते तो गले तू कहीं ठिया तू जाऊनु आपण कहे आपण कहीं जाऊना ना तमें गले मुझी तमें तार उत्तर देवा आपण गला पर मुझी यही कथाटा तुलसीदास माने वास्तव लक्ष्य कले सत्संग कले से हनुमान बुढ़ा हनुमान जी बहीला सी कहला अरे बाबू समस्त तो घर को गले खाई पी शोबे आ तू ये कहीं एकुटिया ठिया तू आगे जाऊनु घरे खाई पी शोबू ना आपण जाऊना आपण खाइबे नहीं ना नहीं मोर खाଇବା दरकार ना मोर भी खाया दरकार आपण गले मु जीवी यही भली भाव कथबार्ता हो से साष्टांग दंडवत करी तुलसीदास कहले हे हनुमान आपण माया रूप धारण करी
ଆମକୁ ଉଦ୍ଧାର କରିବା ପାଇଁ ଏଠିକି ଆସିଛନ୍ତି। କିନ୍ତୁ ଆଜି ଆମକୁ କହୁଛନ୍ତି ଯାଆନ୍ତୁ, ମୁଁ କେବେ ବି ଯିବି ନାହିଁ। ମୋ ଜୀବନର ଲକ୍ଷ୍ୟ ହେଉଛି ରାମଙ୍କୁ ପାଇବା। ମୁଁ ରାମଙ୍କୁ ପାଇବା ପାଇଁ କୋଉ ମନ୍ତ୍ର ଦରକାର ମୋତେ ଟିକେ କହିଲେ ତାପରେ ମୁଁ ପଳେଇବି। ତେଣୁ ହନୁମାନ ପ୍ରସନ୍ନ ହେଲେ ଏବଂ ସେ ନିଜର ରୂପ ଧାରଣ କରି ତାଙ୍କୁ ରାମ ମନ୍ତ୍ର ପ୍ରଦାନ କଲେ। କହିଲେ ଯାଅ, ଇତସ୍ତତ ହବନି, ଚଳଚଞ୍ଚଳ ହବନି, ये नामକୁ ଛାଡ଼ିବନି। ଯେତେ ଦୁଃଖ କଷ୍ଟ ଯାହା ଆସିଲେ ବି ଏ ନାମକୁ ତୁମେ ଭଜନ କରିବ। ଅମୁକ ବଜାର ପାଖରେ ଗୋଟେ ଖାଲି ଘର ଗୋଟେ ଅଛି ଟୁଙ୍ଗି, ସେଠି କେହି ନାହାନ୍ତି, ତମେ ସେଇ ଘରେ ରହିବ। ତୁଳସୀ ଦାସ ହନୁମାନଙ୍କର କୃପା, ହନୁମାନ କହିଲେ ଗୁରୁ, ଗୁରୁ କୃପାକୁ ପାଥେୟ କରି ସେଇ ବଜାର ମୁଣ୍ଡରେ ଯେଉଁ ଟୁଙ୍ଗି ଥିଲା, ସେ ଟୁଙ୍ଗି ଭିତରେ ବସି ରାମଙ୍କର ମନ୍ତ୍ରକୁ ଜପ କଲେ। ଯୋଉଦିନ ଜପ କଲେ, ପ୍ରଥମେ ଗୋଟିଏ ଲୋକ ଆସିକିରି କହିଲା, କାଠ ନବ କାଠ। ଇଏ ସବୁ ଶୁଣିକିରି କହିଲେ, ହେ ମୁଁ ଗୋଟେ ରାମ ନାମ ଜପ କରୁଛି, ଇଏ ଗୋଟେ ଆଜି କହୁଛି କାଠ ନବ। ମୁଁ କ'ଣ କାଠ ପାଇଁ ଏଠି ତପସ୍ୟା କରୁଛି? ନାଇଁ ନାଇଁ, ଆମର କାଠ ଦରକାର ନାହିଁ, ତମେ ଯା। ସିଏ ଗଲେ। ତାପରେ ଆଉ ଗୋଟେ ଲୋକ ଆସିକିରି ପହଞ୍ଚିଲା, କହିଲା ଚାଉଳ ନବ ଚାଉଳ। ସେ ଆହୁରି ବିଗିଡ଼ି ଗଲେ। କହିଲା ମୁଁ ଏଠି ଗୋଟେ ଉପାସନା କରୁଛି, ଏ ଲୋକଟା କ'ଣ ଆସିକି ମୋତେ, ସିଏ କହିଲା କାଠ ନିଅ, ଇଏ କହୁଛି ଚାଉଳ ନିଅ। ମୁଁ ଖାଲି ଚାଉଳ ଦେବିନି, ଚାଉଳରେ ପନିପରିବା ସବୁ ଅଛି। ସେ କହିଲା ମୋର ଦରକାର ନାହିଁ, ତମେ ଏଠୁ ଶୀଘ୍ର ଗଲ। ତାପରେ ଆଉ ଜଣେ ଆସିଲା, ସିଏ ବି ଆସିକିରି ଗୋଟା କ'ଣ ଦିଆସିଲି କି କ'ଣ ଗୋଟା ଯାଚିଲା। ଆଉ ତୁଳସୀ ଦାସ ସବୁକୁ ଫେରେଇ ଦେଲେ। ନିରାଶ ହେଇ ପୁଣି ସେଇ ପାହାଡ଼ ତଳକୁ ଗଲେ, ଯୋଉଠି ସତସଙ୍ଗ ହଉଥିଲା, ରାମ ନାମ ଭଜନ ହଉଥିଲା। ଏ ବି ସେଇଠି ବସିଲେ। ସେଇ ଯେଉଁ ମାୟା ହନୁମାନ, ସିଏ ମଧ୍ୟ ତା ବାଟରେ, ସିଏ ବି ସେଇଠି ବସିଲେ। ସମସ୍ତେ ଗଲେ। ଇଏ ପୁଣି ହନୁମାନଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ କରି କହିଲା, ପ୍ରଭୁ ଆପଣ ମୋତେ ଠକିଲେ। ନା କ'ଣ ମୁଁ ଠକିଲି? ଆପଣ ମନ୍ତ୍ର ଦେଲେ, ଯେଉଁ ଜାଗାରେ ବସିବା କଥା କହିଲେ, ସେଇ ଜାଗାରେ ମୁଁ ବସିଲି। ଜଣେ ଆସି କହିଲା କାଠ ନେବ, ଜଣେ କହିଲା ଚାଉଳ ନେବ, ଜଣେ କହିଲା ପରିବା ନେବ। ଏମିତି ସବୁ ହେଇ ହେଇ ଶେଷରେ ମୋର ସାଧନା ଭଗ୍ନ ହେଲା। ମୁଁ ବର୍ତ୍ତମାନ ମାନେ ଗୋଟେ ନିରାଶ ହେଇ ଫେରି ଯାଉଛି। ଆଉ ହନୁମାନ କହିଲେ, ତୁ ନିରାଶ ହେଇନୁ। କେଇ ଜଣଙ୍କୁ ଦେଖିଲୁ? ନା 3 ଜଣଙ୍କୁ ଦେଖିଲି। ତା ଦେହରେ ଗୋଟେ ସ୍ତ୍ରୀ ଲୋକ ଥିଲା। ନା ହଁ, ଗୋଟେ ସ୍ତ୍ରୀ ଲୋକ ଥିଲା। କହିଲା, ଆରେ ସେଇ ପରା ସୀତା, ଯିଏ ପ୍ରଥମେ ଆଇଥିଲେ, ସେ ହଉଛନ୍ତି ରାମ।
ଶେଷକୁ ଯିଏ ଆଇଥିଲେ ସିଏ ହେଉଛନ୍ତି ଲକ୍ଷ୍ମଣ। ସେ ଦେଖେଇଦେଲେ ହାତରେ, ତୁ ମୋ ହାତକୁ ଅନା, ଏ ହାତରେ ଯୋଉ ରୂପ ତିନୋଟିକୁ ଦେଖୁଛୁ ସେଇ ରୂପ ଦେଖିଥିଲୁ ନା ଆଉ ଅନ୍ୟ ରୂପ ଦେଖିଥିଲୁ? ତୁଳସୀଦାସ ସେ ରୂପକୁ ଦେଖି କହିଲା, ଏଇ ତ ମୁଁ ଏଇ ରୂପକୁ ଦେଖିଥିଲି। କହିଲେ, ପ୍ରଭୁ ମୁଁ ଏଇ ରୂପକୁ ଦେଖିଥିଲି। ଏଇ ରୂପକୁ ଦେଖିଛୁ ମାନେ ରାମ ଲକ୍ଷ୍ମଣ ସୀତାଙ୍କୁ ଦେଖି ସାରିଛୁ। ତୋର ଆଉ ଦରକାର କ'ଣ? ତୁ ଟିକେ ଆଖି ମେଲା କରି ତାଙ୍କୁ ଟିକେ ଦେଖିଥିଲେ ଭଲ ହେଇଥାନ୍ତା, କିନ୍ତୁ ତୁ ଗୋଟାଏ ତୁ ଅଜ୍ଞାତରେ ପଳେଇ ଆସିଲୁ। ତୁ ତାଙ୍କ ଶବ୍ଦଟା ଶୁଣିଛୁ ନା? ହଁ, ଶବ୍ଦ ଶୁଣିଛୁ। ସିଏ ଆମକୁ ବିରକ୍ତ କରିଛନ୍ତି, ମୁଁ ବି ତାଙ୍କ ଉପରେ ବିଗିଡ଼ିଛି ନା? ତାହେଲେ ତୋର ସାଧନା ସିଦ୍ଧି ହେଇଗଲା, ଯା ଫେରିଯା। ତୁ ବାଲ୍ମୀକ ରାମାୟଣ ପଢ଼ିବୁ। ବାଲ୍ମୀକ ରାମାୟଣ ପଢ଼ି ସାରିବା ପରେ ତତେ ଯୋଉ ପ୍ରେରଣା ଆସିବ ସେଇଟାକୁ ଲିପିବଦ୍ଧ କରିବୁ। ଯୁଗ ଯୁଗ ଧରି ଲୋକମାନେ ସେଥିରେ ଉପକୃତ ହେବେ। ଇଏ ବାଲ୍ମୀକ ରାମାୟଣ ପଢ଼ି ପଢ଼ି ଯୋଉଦିନ ସୀତା ଚୋରି ପ୍ରସଙ୍ଗ ପଡ଼ିଲା, ରାବଣ ସୀତାଙ୍କୁ ନେଇଗଲା ରଥରେ ବସେଇ, ଇଏ ଗୋଟେ ବାଡ଼ି ଧରିକିରି ବଇଥିଲେ ତୁଳସୀଦାସ, ଯେ ଠେଙ୍ଗା ଧରିକି ତା ପଛରେ ଗୋଡ଼େଇଲେ। ତ ବାଟରେ ପଚାରିଲେ, ହଉ ନନା କୁଆଡ଼େ ଯାଉଛ? ନା ମୁଁ ଯାଉଛି ଲଙ୍କାକୁ। ଏ ଲଙ୍କା କୋଉଠି? ତମେ କୋଉଠି? ତୁମେ ଲଙ୍କାକୁ କ'ଣ ଯାଉଛ? ନା ମୋ ମାକୁ ଇଏ ନେଇକିରି ପଳେଇ ଯାଇଛି ରାବଣ। ମୁଁ ଲଙ୍କାକୁ ଯିବି, ସେ ରାବଣକୁ ବାଡ଼େଇବି, ମୋ ମାକୁ ଉଦ୍ଧାର କରିକି ଆଣିବି। ଆରେ ସିଏ କୋଉ କାଳର କଥା? ବାଲ୍ମୀକ ରାମାୟଣରେ ତୁ ପଢ଼ିକିରି ଗୋଟେ ପାଗଳ ହେଇଯାଇଛୁ। ସୀତା ଉଦ୍ଧାର ହେଇଯାଇଛନ୍ତି, ଆଉ ରାମ ବି ସବୁ କଥା ସେ କହିଲେ। ସେ କହିଲା, ମୁଁ ଜମା ବିଶ୍ୱାସ କରିବିନି। ଆଉ ଯଦି ଉଦ୍ଧାର ହେଇଛନ୍ତି ମୋତେ ଦେଖାଅ। ଯଦି ନ ଦେଖେଇବ ଏଇ ପାଣି ଭିତରେ ମୁଁ ବୁଡ଼ିକିରି ମରିବି। ଏହା କହି ପାଣିରେ ପଶିଲେ। ଆଉ ପାଣି ଯେତେବେଳେ ନାକ ପର୍ଯ୍ୟନ୍ତ ହେଲା, ଏଇ ଯୋଉ ମୂର୍ତ୍ତିମାନେ ପଠେଇଥିଲେ, ମାନେ ରାମକୁ ନଈ ଭିତରକୁ ଯାଇଥିଲେ, ସେ ନଈ ବାଲି ଉପରେ ତାଙ୍କ ରୂପ ଧାରଣ କରି ରାମ ଲକ୍ଷ୍ମଣ ସୀତା ଇଏ ରୂପକୁ ଧାରଣ କରି ସେ ନଈ ବାଲି ଉପରେ ଠିଆ ହେଲେ। ତୁଳସୀଦାସ ଦେଖ, ତମ ମା ଉଦ୍ଧାର ହେଇସାରିଛନ୍ତି। ରାବଣ ଦୁନିଆରୁ ଚାଲି ଯାଇଛି, ଲକ୍ଷ୍ମଣ ଅଛନ୍ତି, ରାମ ଅଛନ୍ତି, ତେଣୁ ତମେ ଫେରି ଯାଉଛ କ'ଣ? ଇଏ ଅନେଇଲା, କହିଲା, ବା ପ୍ରକୃତରେ ତ ଇଏ ରାମ ଲକ୍ଷ୍ମଣ ସୀତା, ଆଉ ଏଇ ତ ରୂପ। ଆଉ ସେଇଠି ତୁଳସୀ ବିଶ୍ୱାସ କଲେ, କହିଲେ, ପ୍ରଭୁ ମୋତେ କ୍ଷମା ଦିଅ, ମୁଁ ଅଜ୍ଞାନୀ, ମୁଁ ହନୁମାନଙ୍କ ଠାରୁ ରାମ ମନ୍ତ୍ର ପାଇ ଆଜି ନିଜକୁ ଧନ୍ୟ ମନେ କରିଛି। ଏବଂ ତ୍ରେତୟା ଯୁଗ କୋଉ କାଳରୁ ଗଲାଣି, ତାପରେ ପୁଣି ଆହୁରି ଗୋଟାଏ ଯୁଗ ଗଲାଣି, ଦ୍ୱାପର ଯୁଗ ଗଲାଣି। ଦ୍ୱାପର ଯୁଗ ପରେ ବର୍ତ୍ତମାନ କଳି ଯୁଗ ଆସିକି ପଶିଲାଣି। ଏଭଳି ପ୍ରସଙ୍ଗ ଭିତରେ ଆଜି ରାମଙ୍କୁ ମୁଁ ପାଇଛି,
ତାଠାରୁ ମୋର ଆଉ ବଡ଼ କଥା କିଛି ନାହିଁ। ତେଣୁ ଏଠି ଗୋପାଳ ଗୋଟେ ଆପଣମାନଙ୍କର ଛୋଟ ଭାଇ, ସିଏ ଯେଉଁ କଥା କହୁଥିଲା ସେ କଥାର ଅର୍ଥଟା ହେଉଛି ଏଇଠି, ଆମେ ସତସଙ୍ଗ କରିବା, ଗୁରୁଙ୍କ କଥା ମାନିବା, ଆଉ କିଛି କରିବାନି, ଆମେ ତ ଅପରାଧୀ ହେଇକି ଦୁନିଆରୁ ଯିବା, ଆଉ ଗୁରୁ କୃପାଟା କେତେବେଳେ ପାଇବା? ସେଇଠି ତୁଳସୀଦାସ ବାଲ୍ମୀକି ରାମାୟଣ ପାଠ ଶେଷ କରି ଆରମ୍ଭ କରିଥିଲେ ପବିତ୍ର ରାମଚରିତ ମାନସ। ସେ ରାମଚରିତ ମାନସ ଆଜି ଭାରତ ବର୍ଷରେ ପ୍ରଚାର ହେଇଛି। ମୋର ତ ସବୁ ଗୁଡ଼ା ମୁଁ ଭୁଲି ଯାଉଛି, ମାନେ ମୋର ଗୋଟେ କ'ଣ ଗୋଟେ ହେଇଛି, ମୁଁ ସିନା ଗୋଟେ କହୁଛି, ମୋତେ ଡାକନା, ପୂଜା କରନା, ମୁଁ ମୋର ବସିଲି ଟିକେ ପ୍ରାର୍ଥନା ଶୁଣିବି ନା କ'ଣ କିଏ କହିବ ଟିକେ ଶୁଣିବି, ନାଇଁ ସେ ସବୁ ହେଇ ସେଇ ମୁହଁରେ ଆସି ପୁଣି ସେ ମାଇକି ମୋରି ପାଖରେ, ଆରେ ଢମଣା ବୁଲି ବୁଲିକିରି ସେଇ ହବ। ତେଣୁ ମୁଁ ବର୍ତ୍ତମାନ କାଲି କହିକିରି ମୋ ମୁଣ୍ଡ ବିନ୍ଧିଲା ଯାଇ ଶୋଇଲି। ଆରେ ମୁଁ କ'ଣ ପ୍ରକୃତ ପ୍ରବଚନ ଦେବାକୁ ଗୋମାଟାରେ ଆଇଛି? ବାର୍ଷିକ ଯଜ୍ଞ ମେଳା ସରିଗଲା ପରେ ମୁଁ ଟିକେ 10-15 ଦିନ, ମାସେ ଖଣ୍ଡେ ଟିକେ ବିଭିନ୍ନ ସ୍ଥାନ କେଉଁଠି ଯାଏ, ବୁଲେ, ବସେ, ଏବଂ ସେଇ ବୁଲିବା ଭିତରେ ମୁଁ ନିଜେ ନିଜ ଭିତରେ ଭାବେ ଯେ ଆଗାମୀ ବର୍ଷରେ କେଉଁ କେଉଁ କାମ ଗୁଡ଼ାକ ଆମେ କରିବୁ। ସେଇ କାମଟା ଟିକେ ନିରୋଳାରେ ବୁଲିଲେ ସିଏ ସବୁ ମୋ ମନରେ ଆସିବ। ତେଣୁ ମୁଁ ସେଇ ନାଗି ଗୋଟେ ପ୍ରୋଗ୍ରାମ କରିଥିଲି, ଏମିତି ଯିବି, ସେମିତି ଯିବି, ସେମିତି ଯିବି, ଗୋମାଟାରେ କରି, କିନ୍ତୁ ସେଠି ଯାହା ମାନେ ସେଇ ଜଞ୍ଜାଳ, ଆଉ ଯେଉଁଠି ଗଲି ଲୋକମାନଙ୍କର ଭିଡ଼, ଆଉ ସେଇ ପ୍ରବଚନ, ସେଇ ସତ୍ସଙ୍ଗ ସବୁ ଚାଲିଛି। ମୋର ଆଡ଼େ ତଣ୍ଟି ଶୁଖି ଯାଉଛି ପାଣି ପିଇବା ପାଇଁ। ତେଣୁ ମୁଁ ଅସୁସ୍ଥ ଯଦିଓ ନୁହେଁ, କିନ୍ତୁ କ୍ଳାନ୍ତ। ତେଣୁ ତଥାପି ଆପଣମାନଙ୍କର ସେଇ ଶ୍ରଦ୍ଧା ସହଯୋଗ ପାଇଁ ବରଂ ମୋତେ ଏତେ କଷ୍ଟ ହେଇନି, ସେ ଯେଉଁ କଷ୍ଟ କିଛି ହେଇନି, କିନ୍ତୁ ଟିକେ କ୍ଳାନ୍ତି ଅଛି। ସେଇ କ୍ଳାନ୍ତି ଯାଉ ବା ନ ଯାଉ, ଆପଣମାନେ ଯେତେବେଳେ ବଳିବାକୁ ପାଇ ଟିକେ ଖୁସି ହେଲେ, ବା ମୁଁ ଟିକେ କହିଲି ଆପଣମାନେ ଶୁଣିକିରି ଆଉ ଟିକେ ଖୁସି ହେଲେ, ଆଉ ଏଠିକି ଆସିବା ଦ୍ୱାରା ମୋତେ ମୁଁ ବି ଯାହା ଟିକେ ମାନେ ଏମିତି ଧୀର ସ୍ଥିରରେ କହିଥାନ୍ତି କି କ'ଣ, ମୋତେ ଯେଉଁ ଫିଜିଓଥେରାପିଟି ଏଠି କରେଇଛନ୍ତି ତାଙ୍କୁ ବହୁତ ଧନ୍ୟବାଦ। ସିଏ ଗଲା ମୋ ହାତକୁ ହଲେଇ, ଗୋଡ଼କୁ ହଲେଇ, ମୋ ମୁଣ୍ଡକୁ ହଲେଇ, ବେକକୁ ହଲେଇ, ଇଏ 3 ଜଣ ମାନେ ସେ ବାବୁ ଆଉ ଆମର ବାପି ଏମିତି ହେଇକିରି ସିଏ ତାଙ୍କ ଦେହ ବି ଦରଦ ହେଇଯିବ କି କ'ଣ ଏତେ, ଆଉ ମୁଁ ଆପଣମାନଙ୍କୁ କହିବି କ'ଣ? ତେଣୁ ଆଉ କ'ଣ କହିବି ମୋର ମନେ ପଡ଼ୁନି। ଯାହା ହଉ ଏଇ ତ ରାମଙ୍କ କଥା ଟିକେ କହିବା କଥା କହିଦେଲି। ଆଉ ମୋ ଗୁରୁ ମୋତେ ଗଙ୍ଗା କୂଳରେ ରାମଙ୍କର ମନ୍ତ୍ର ଦେଇଥିଲେ, ସେଇ ମନ୍ତ୍ରଟି ପଢ଼ୁଛି। ପବିତ୍ର ଗଙ୍ଗା କୂଳରେ ଏଇ ମନ୍ତ୍ରଟି ମୋତେ ଦେଇଥିଲେ। ଯେଉଁ କାନରେ ଯେଉଁ ମନ୍ତ୍ର ଦେଇଥିଲେ ସେ ମନ୍ତ୍ର ନୁହଁ, ଯେଉଁ ମନ୍ତ୍ର ମୋତେ କହିଥିଲେ ବୋଲିବ, ମାନେ ଏମିତି ପଡ଼ିବ। ପଢ଼ ବା ମୁଁ ଭୁଲ ଭାଲ ହେଇଯିବ, କ'ଣ କରିବ? हे राम
ये मंत्र मो पई ये मंत्र ये गोटे साधारण मंत्र मो पई नुह से मंत्रटी को आपण मानकु सुनेली से मंत्राधिदेवता राम मु मोर गुरु को पचारि आपण राम को कौन पाई से कही 3 थर मु पाई मते कौपुनी पिंधे निजे उल्लग्न हेई तांको कौपुनी को फिटे मते कौपुनी देइथिले मोर गुरु एते दयालु एवं सेई गुरु कृपा पाई आज आपण मानक पाखरे आमे पहुंची पारिचु आपण माने भी सेई गुरु कृपा लाभ पाई जीवन में सब बेले गोटे संग्राम कर कि खामुखियाली हो जाऊच आमे कौन सब जे बहीजे सब रहा समस्ते दिने विदा आमे विदायी बंधु आसीचु विदाय नहीं पड़े आमर राउरकेलार जने बाबू आम ससुर या कौन ता ना ना मन पड़े हाँ टिकिनी ससुर धनंजय पंडा आर वर्ष ये देखो आर वर्ष ये